ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆପଣମାନଙ୍କୁ ରଜ ଉତ୍ସବର ବହୁତ ବହୁତ ଅଭିନନ୍ଦନ। ଆଜି ପରା ଦିନରେ ଗୋଟେ ବହୁତ ବଢ଼ିଆ ରେସିପି ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ସାଙ୍ଗମାନେ ଆଜି ଆକ୍ଚୁଆଲି ଘରର ସମସ୍ତେ ମୋ ଉପରେ ବହୁତ ହି ରାଗିଛନ୍ତି, କାହିଁକିନା ସମସ୍ତେ ବାହାରେ ଥିଲେ, ବାହାରେ ଯାଇକି ମଟନ୍ ଖାଇବା ପାଇଁକି। କିନ୍ତୁ ମୁଁ ସମସ୍ତଙ୍କୁ ମନା କଲି, ଆଉ ଆଜି ମୁଁ ତାଙ୍କୁ କହିଛି, ପ୍ରମିସ୍ କରିଛି, ଯେଉଁ ମଟନ୍ଟା ମୁଁ ବନାଉଛି ବହୁତ ହି ବଢ଼ିଆ ମଟନ୍, ସେମାନେ ତାରିଫ କରି ଥକିବେନି। ସତକୁ ସତ ସେୟା ହିଁ ହେଲା ସାଙ୍ଗମାନେ। ସମସ୍ତେ ବହୁତ ହି ପ୍ରଶଂସା କରୁଛନ୍ତି, କାହିଁକିନା ବାହାର ଖାଇବା ମୋତେ ଭଲ ଲାଗେନି କି ବାହାର ଖାଇବା ଖାଇକି ଦେହ ଖରାପ ହେଉ। ତ ସେଥିପାଇଁ ସାଙ୍ଗମାନେ ଆଜି ଯେଉଁ ମଟନ୍ ବନାଉଛି, ଗୋଟେ ବମ୍ବେର ଜଣେ ସେଫ୍ ଯିଏକି ବହୁତ ହି ବଢ଼ିଆ ମଟନ୍ ବନାନ୍ତି ଆଉ ବହୁତ ଫେମସ୍ ବି। ତ ମୁଁ ଗୋଟେ ଥର ସେଠିକି ଯାଇଥିଲି, ତ ସେ ଏମିତି ମଟନ୍ ବନେଇଥିଲେ, ତ ତାଙ୍କଠୁ ଏ ରେସିପିଟା ମୁଁ ନେଇକି ଆସିଥିଲି। ଏଇ ରେସିପିଟା ଆଜି ବନାଉଛି। ତ ମୁଁ 1.5 କିଲୋ ଆଜି ମଟନ୍ ଆଣିଛି ସାଙ୍ଗମାନେ। ମଟନ୍ ଭଲ ଭାବରେ ଧୋଇ ନେଇଥିଲି, ଆଉ ମଟନ୍କୁ ମୁଁ ଏଇଠି କିଛି ପିଆଜ ନେଇଛି, ଯେଉଁଟାକି 500 ଗ୍ରାମ ପିଆଜ। ଆଉ ଏଇଠି ମୁଁ କିଛି 100 ଗ୍ରାମରୁ ଟିକେ କମ୍ ତେଲ ଦେଇଛି। ତେଲ ଦେହରେ ଟିକେ ଗରମ ହେଲା ପରେ ଚିନି ଦେଇଛି। ଚିନି ଟିକେ ନାଲି ହେଲା ପରେ ମୁଁ ଏଠି କିଛି ଲବଙ୍ଗ ଆଉ 3ଟା ଅଳେଇଚ, 4ଟା ଗୁଜୁରାତି ଆଉ କିଛି ଡାଲଚିନି ତେଲ ଦେହରେ ପକାଇଛି। ଯେତେବେଳେ ଚିନି ଗୋଟେ ଚାମଚ ପକାଇଥିଲି, ପ୍ରଥମେ ତେଲ ଗରମ ହେଲା ପରେ ଚିନି ଟିକେ ନାଲି ନାଲି ହେଇ ଫେଣ ଉପରକୁ ଉଠିଲା ପରେ ତ ମୁଁ ଏଇଠି ଗୋଟା ମସଲା ସବୁ ପକାଇଥିଲି। ତାପରେ ଗୋଟା ମସଲା ଟିକେ ଜରିଲା ପରେ ମୁଁ ପିଆଜ ଦେଇଥିଲି। ପିଆଜ ଭାଜି ହେବା ଭିତରେ ଗୋଟେ ମସଲା ବନେଇଛି, କିଛି ରସୁଣ ଅଦାକୁ ନେଇ ମସଲା ବନେଇଛି। ଆଉ ଏଇଠି ପିଆଜ ଦେଖନ୍ତୁ ଭଲ ଭାବେ ଭାଜି ହେଇଯାଇଛି। ଆଉ ପୁରା ପିଆଜକୁ ଭଲସେ ଭାଜିବେ, 80% ପୁରା ପିଆଜ ଭାଜି ହେବ। ଭାଜି ହେଲା ପରେ ଦେଖନ୍ତୁ ମୁଁ କଞ୍ଚା ଲଙ୍କା 4ଟା କଞ୍ଚା ଲଙ୍କା ବି ଭାଙ୍ଗିକି ତେଲରେ ଦେଇଥିଲି। ଏଇଠି ପିଆଜ ପକାଇ ସାରିଲା ପରେ କଞ୍ଚା ଲଙ୍କା ଦେଇଥିଲି। ତ ଏଇଠି ଦେଖନ୍ତୁ ପିଆଜ ପୁରା ଭାଜି ହେଇସାରିଲା ପରେ ରସୁଣ ଅଦା ଯେଉଁ ପେଷ୍ଟ ବନେଇଥିଲି, ପେଷ୍ଟକୁ ଦେଇଥିଲି, ଯେଉଁ ମସଲା ବନେଇଥିଲି। ମସଲା ପୁରା ଜରିଲା ପରେ ତେଲ ଯେତେବେଳେ ମସଲା ଛାଡ଼ି ଆରମ୍ଭ କଲା, ତ ମୁଁ କିଛି ପାଣି ଦେଇଛି, ଗରମ ପାଣି ଏଠି ବ୍ୟବହାର କରୁଛି। ଗରମ ପାଣି ଦେଇଛି। ତାପରେ ପାଣି ଦେଇ ସାରିଲା ପରେ ମୁଁ ଅଧ ଚାମଚ ଜିରା ଗୁଣ୍ଡ, ଅଧ ଚାମଚ ଟିକେ ଅଧିକା ଧନିଆ ଗୁଣ୍ଡ ଦେଇଛି, ଆଉ ମିଟ୍ ମସଲା ଗୁଣ୍ଡ 1 ଚାମଚ ଦେଇଛି। ତାପରେ କାଶ୍ମୀର ଚିଲି 1 ଚାମଚ ଦେଇଛି। ଦେଇକି ଭଲ ଭାବରେ ମସଲାକୁ ଗୋଳେଇ ନେଇଛି। ଗୋଳେଇ ସାରିଲା ପରେ ସାଙ୍ଗମାନେ ମୁଁ ଏଠି ପିଆଜ ଦେହରେ କିଛି ଲୁଣ ଦେଇଥିଲି, ପିଆଜ ଭଲସେ ଜରିବା ପାଇଁକି। ଅଳ୍ପ କିଛି ଯେତେବେଳେ ଲୁଣ ଦେଇଦେବେ, ପିଆଜ ଭଲସେ ଜଲ୍ଦି ଭାଜି ହେଇଯିବ। ତ ମୁଁ ମସଲା ସେଇ ପିଆଜ ଯେତେବେଳେ ଲୁଣ ଦେଇଥିଲି, ମସଲା ଯେତେବେଳେ ଦେଲି, ମସଲା ବି ଜଲ୍ଦି ଭାଜି ହେଇଯାଇଥିଲା। ତାପରେ ମୁଁ ଏଠି ମଟନ୍କୁ ଦେଇଛି। ସାଙ୍ଗମାନେ ସେ ଯେଉଁ ମଟନ୍ ବନେଇଥିଲେ, ଏତେ ବଢ଼ିଆ ଲାଗୁଥିଲା ସେ ମଟନ୍। ଆମ ଘରର ସମସ୍ତେ ସେ ମଟନ୍ ଖାଇ ବହୁତ ହି ଖୁସି ହେଇଯାଇଥିଲେ। ତ ସେମାନେ ଭାବୁଥିଲେ ଏମିତି ମଟନ୍ ଆଉ ଥରେ ଖାଇବାକୁ ମିଳନ୍ତା। ତ ମୁଁ ଯେତେବେଳେ ଆଜି ଏ ମଟନ୍ଟା ବନେଇଲି, ତ ସମସ୍ତଙ୍କ ମୁହଁ ଫୁଲିକି ଥିଲା, କି ସମସ୍ତେ ପୁରା ରାଗିକି ଥିଲେ, ମୋ ସାଙ୍ଗରେ କଥା ହେଉନଥିଲେ। ତ ଏ ମଟନ୍ ଖାଇକି ସମସ୍ତେ ଖୁସି ହେଇଗଲେ। ମଟନ୍ ଖାଇସାରିଲା ପରେ ଆମେ ବୁଲିବାକୁ ବାହାରିଲୁ ଯିବା ପାଇଁକି। ତ ଏଇଠି ଦେଖନ୍ତୁ ମଟନ୍ ପକାଇ ସାରିଲା ପରେ ମୁଁ କିଛି ଲୁଣ ଦେଇଛି, ଆଉ କାହିଁକିନା ସ୍ୱାଦ ହିସାବରେ ମୁଁ ଲୁଣ ଦେଇନଥିଲି, ଅଳ୍ପ କିଛି ଲୁଣ ଦେଇଥିଲି ପିଆଜ ଜରିବା ପାଇଁକି। ତାପରେ ମୁଁ ଏଠି 4ଟା ଗୋଟା ଟମାଟର ଦେଇଛି। ଟମାଟର ଗୋଟା ଏଇଥିପାଇଁ ଦେଇଛି, ଧୀରେ ଧୀରେ ମଟନ୍ ସିଝିବା ସାଙ୍ଗେ ସାଙ୍ଗେ ଟମାଟର ବି ସିଝିକି ଧୀରେ ଧୀରେ ଟମାଟର ପାଣିଟା ବାହାରିବ, ତା ସାଙ୍ଗେ ମଟନ୍ ସ୍ୱାଦଟା ବି ବାହାରିବ। ତ ଏଇ ଯେଉଁ ସେଫ୍ ଆମର ସେ ଭାଇନା ଯେଉଁ କହିଥିଲେ, ଏମିତି ହିଁ କହିଥିଲେ କରିବା ପାଇଁକି। ତାପରେ ଦେଖନ୍ତୁ ମୁଁ ଘୋଡ଼େଇ ଦେଇଥିଲି। ଘୋଡ଼େଇ ସାରିବା ପରେ ଧୀରେ ଧୀରେ ମଟନ୍ରୁ ପାଣି ବାହାରି ଯାଇଛି। ତ ଏ ଦେଖନ୍ତୁ ସାଙ୍ଗମାନେ, ଯେତେବେଳେ ମୁଁ ମସଲା ପକାଇଥିଲି, ସେଇଠି ହଳଦୀ ଗୁଣ୍ଡ ବି ପକାଇ ଦେଇଥିଲି। ତ ହଳଦୀ ଗୁଣ୍ଡ ପକାଇ ସାରିଥିଲି, ଆଉ ହଳଦୀ ଗୁଣ୍ଡର ଆବଶ୍ୟକ ନାହିଁ। ତାପରେ ଯେତେବେଳେ ଘୋଡ଼େଇଲି, ଦେଖନ୍ତୁ ଟମାଟୋ ପୁରା ନରମ ହେଇଗଲାଣି। ଧୀରେ ଧୀରେ ଟମାଟୋକୁ ଏମିତି ଚାପିକି କାଟି ନେଉଛି। ତ ଏଇଠି ଦେଖନ୍ତୁ 2ଟା ତେଜପତ୍ର ଦେଉଛି। ସାଙ୍ଗମାନେ ଛୋଟ ଅନୁରୋଧ, ଯଦି ଆପଣମାନଙ୍କୁ ଏ ରେସିପିଟା ଭଲ ଲାଗେ, ନିଶ୍ଚିନ୍ତ ଗୋଟେ କମେଣ୍ଟ କରିବେ। ବମ୍ବେର ଏ ଯେଉଁ ମଟନ୍, ଫେମସ୍ ମଟନ୍, ନିଶ୍ଚିନ୍ତ ଗୋଟେ ଥର ବନାନ୍ତୁ, ଆପଣମାନଙ୍କୁ ବହୁତ ହି ଭଲ ଲାଗିବ। ତ ଏଇଠି ଦେଖନ୍ତୁ ମୁଁ ଆଳୁ କିଛି ଆଡ଼୍ କରିଛି। ଯଦି ଆପଣମାନଙ୍କୁ ଆଳୁ ପସନ୍ଦ ନାହିଁ, ତ ଆଳୁ ସ୍କିପ୍ କରିପାରିବେ।
तो ये देखो मटन रे नॉनवेज रे टिके आलू देले बहुत ही भल लगे खाइबा पाई कि आ पिला मानको सांग माने बहुत ही पसंद आलू। तो ये देखो आलू दे सारा पर घोड़े नहीं चलतु गोटे सिक्रेट मसला बनैबा जोटा से भाईना मते कही थे ए मसलाटा निहाती बनैबा दरकार निहाती दब मटन देहरे। तो मुझे किसी काजू देची किसी चारू मगज ताको भल से बाटी नहीं पानी टिके देकरी तापर साइड रे रखी देची। ये देखो मटन बहुत सारा पानी बाहर आरंभ हो गलानी। तो ये भल से मटन को कवर काढ़ी प्लेट काढ़ी गोले नहीं तापर ये कौन करवा ये काजू चारिमगज पेस्ट को देदबा दे सारा यहाँ क्रीम रो काम करे सांग माने ए मटन स्मेलटा को काटिबो आ मटन को बहुत स्वादिष्ट बनैबो। तो ये देखो काजू चारिमगज क्रीम माने पेस्ट दे सारा परे आउ किछि मु पानी मिसेकी ताधर दे दीची। मु सबले गरम पानी रो व्यवहार करे एटा मु सबले आपण मानकु हुए जेतेबेले भी मु कोनोसी भी तरकारी बनाए सांग माने मु गरम पानी रो व्यवहार करे। ये देखु सांग माने काजू चारुमगज पेस्ट दे सारा परे मटन को भल भाव में गोलई नेबे। आउ गोटे सिक्रेट मु आपण मानक संगे शेयर करुच्ची जेतेबेले आमे से होटल को जाइथिलु सांग माने तो मो हमर समस्ते कहूतिले कि आहुरी मटन खाए पे कि मटन एते जो रेट देखिकी दाम देखिकी समस्ते डरी जाइथिले। तो आज समस्ते मन भरिकी मटन को एंजॉय करचंती। तो देखो घोड़े देती किसी समय पाई। तो ये देखो मटन जिते पानी बाहरुची सांग माने से पानीटा को मटन धेरे पूरा मारिबे बिल्कुल पानी आउ देबेनी। तो ये देखो भल से गोले गोले कि एकदम से मटन पानी को मारिकी मटन को भी सिझे सारे। तो ये देखो सांग माने मटन केते बढ़िया से सिझी गलानी। तो ये कौन करुच्ची सांग माने मटन सांगे आलू भी सिझी गलानी पानी पूरा सरी भी गलानी। तो पूरा पानी को एमती सारे मटन पानी को जेते आपण सारी देबे तो सेते मटन स्मेलटा भी कटिजिब। तो ये देखो पानी या भीतर बिल्कुल भी देबेनी। तो ये देखो पूरा मटन पानी सरी जाइथिला। तो मुझे किसी गरम पानी देइछि। तो ये समस्ते कहले आमे झोल बेसी खाइबू। तो ये मुझे झोल देइछि एते बढ़िया बास्ना होतिला समस्त मुँह जो फुली समस्ते मुँह फुले बसी थे। समस्ते आसी पचारे ये जो मटनटा बनई से जो रेस्टोरेंट रो मटन बनी ता भितरे मो हजबैंड आसिकी ये पानी दे देइछंती। मो अल्प टिके पानी देइथिली बहुत ही पानी दे देइछंती। समस्ते खाइबा पे पूरा एकदम थाली कंसा धरिके बसीगले कि जल्दी जल्दी आनिक दियो खाया को एते बढ़िया बास्ना होची घर पूरा महकुची। तो पानी दे सारा पर मुझे 10 मिनट पानी देकी सिझे नहीं मटन को कषि नहीं पानी देरे फुटे नहीं। देखंतु मटन पूरा बढ़िया से बनिकी रेडी है। तो मुझे गोटे चामच दालचीनी गुंड देइछि गुंड देकरी गैस को बंद कर देइछि तापर किछि समय छाड़ी देइथिली। तो देखंतु मटन केते बढ़िया से बनिकी रेडी है। समस्ते बहुत खुशी है मटन खाइकी। सांग माने आपण माने गोटे थोड़ा निश्चिंत बनातो मत कमेंट बॉक्स रे लिखा बिल्कुल भी भूलिबेनी। सबुदिन मु आसुची सांग माने किछि नुआ रेसिपी नहीं कि आपण मानन पई आ सांग माने आज पई एतिकी रहुची पुणी देखा नुआ एक रेसिपी सहित। आज सांग माने मु बहुत ही खुशी कहीं ना समस्ते खुशी घर समस्ते खुशी से मु भी बहुत खुशी। आ ए मटन खाइकी से भाई को से नना को समस्ते आज आम घरे खुशी। तो सांग माने आज एतिकी रहुची। जय जगन्नाथ।